କାହାଣୀ ସଚ୍ଚା ଯୋଗୀ। ସନ୍ଥ ଭୀକ୍ଷଣ ପ୍ରବଚନ ଦେଉଥିଲେ। ସମ୍ମୁଖରେ ବସିଥିବା ଶ୍ରୋତାଗଣଙ୍କ ମଧ୍ୟରେ ଆଶ୍ୱଜୀ ନାମକ ଜଣେ ଶ୍ରୋତା ଢୋଳାଉଥିଲେ। ସନ୍ଥ ଭୀକ୍ଷଣ ତାଙ୍କୁ ଚେତେଇବା ସହିତ କହିଲେ, ଆଶ୍ୱଜୀ, ଶୋଇଛ ନା ଜାଗ୍ରତ ଅଛ? ପ୍ରଶ୍ନ ଶୁଣିବା ମାତ୍ରେ ଆଶ୍ୱଜୀ ଆଖି ଖୋଲିଲେ ଏବଂ କହିଲେ, ମହାରାଜ, ଜାଗ୍ରତ ଅଛି। ଏହିପରି କହି ଆଶ୍ୱଜୀ ପୁଣି ଶୋଇପଡ଼ିଲେ। କିଛି ସମୟ ବିତିବା ପରେ ସନ୍ଥ ଭୀକ୍ଷଣ ପୁଣି ଥରେ ଆଶ୍ୱଜୀଙ୍କୁ ସେହି ପ୍ରଶ୍ନ ପଚାରିଲେ। ଆଶ୍ୱଜୀ ହଡ଼ବଡ଼େଇ ଉଠି ପଡ଼ିଲେ ଏବଂ କହିଲେ, ମହାରାଜ, ଜାଗ୍ରତ ଅଛି। ଏହା କହି ଆଶ୍ୱଜୀ ପୁନଃ ଶୋଇପଡ଼ିଲେ। କିଛି ସମୟ ବିତିଯିବା ପରେ ସନ୍ଥ ଭୀକ୍ଷଣ ତାଙ୍କୁ କହିଲେ, ଆଶ୍ୱଜୀ, ବଞ୍ଚିଛ ନା ମରିଯାଇଛ? ଆଶ୍ୱଜୀ ଉଠିଲେ ଏବଂ କହିଲେ, ମହାରାଜ, ଜାଗ୍ରତ ଅଛି। ମନୁଷ୍ୟ ମଧ୍ୟ ଏହିପରି ଅଚେତନରେ ଜୀବନ ବିତାଇଦିଏ ଏବଂ ନିଜର ପ୍ରବୃତ୍ତି ଅନୁରୂପ କର୍ମ କରିଥାଏ। ତେଣୁକରି ପତଞ୍ଜଳି ଏହିପରି ସୁପ୍ତମାନଙ୍କୁ ଜାଗ୍ରତ କରି କହିଛନ୍ତି, ଯେ ପର୍ଯ୍ୟନ୍ତ ଚିତ୍ତର ବୃତ୍ତି ଶାନ୍ତ ହୁଏ ନାହିଁ, ମନୁଷ୍ୟ ଜାଗ୍ରତ ଥାଇ ମଧ୍ୟ ଶୋଇ ରହିଥାଏ ଏବଂ ଯିଏ ଶୋଇକରି ମଧ୍ୟ ଜାଗିଥାଏ, ସେହି ହୋଇଥାଏ ସଚ୍ଚା ଯୋଗୀ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।